ମୁଁ ଘୋର ନିନ୍ଦା କରୁଛି। ଆମ ଠାକୁର ସାରା ବ୍ରହ୍ମାଣ୍ଡର ଠାକୁର ପ୍ରଭୁ ଜଗନ୍ନାଥ ସାରା ବ୍ରହ୍ମାଣ୍ଡକୁ ବାର୍ତ୍ତା ଦଉଛନ୍ତି। ଭାରତୀୟ ସଂସ୍କୃତି ଯୋଉ ଆମର ଅଛି ସାରା ବିଶ୍ୱକୁ ଏକ ଦିଗ୍ଦର୍ଶନ ଦଉଛି। କଥାରେ ଅଛି ଯାହା ନାହିଁ ଭାରତରେ ତାହା ନାହିଁ ଜଗନ୍ନାଥ, ଯାହା ନାହିଁ ଜଗତରେ। ତେଣୁ ଭାରତୀୟ ସଂସ୍କୃତି ଭାରତୀୟ ପରମ୍ପରା ଆଖି ଆଗରେ ସବୁଜ ଘଣ୍ଟ ଘୋଡେଇ ରଖିଛନ୍ତି ଆମର ପ୍ରଭୁ ଜଗନ୍ନାଥ। ଯୋଉ ଇସ୍କନ ବାଲା ଯାହା କରୁଛନ୍ତି ସାରା ବିଶ୍ୱରେ, ସ୍ପେସିଫିକ ଆମେରିକାରେ ଯୋଉ ଇସ୍କନ ବାଲା କରୁଛନ୍ତି, ଠାକୁରକୁ ନଉଛନ୍ତି, ଗାଡିରେ ବସଉଛନ୍ତି, ହାତ ଲଗଉଛନ୍ତି, ଇଏ ଭାରତୀୟ ସଂସ୍କୃତି ପ୍ରତି ଅବମାନନା ଏବଂ ସାରା ବିଶ୍ୱ ଯୋଉ ଜଗନ୍ନାଥ ପ୍ରତି ଯୋଉ ଆସ୍ଥା ଭାଜନ କରିଛନ୍ତି ସେ ଆସ୍ଥାକୁ ଲୋପ କରିବା ପାଇଁ ଏଇ ଇସ୍କନ ବଦମାସ କରୁଛି। ତେଣୁ ଇସ୍କନ ବିରୁଦ୍ଧରେ ଗୋଟେ ବିଦ୍ରୋହ ହବା ଦରକାର। ଇସ୍କନକୁ ମୋ ମତରେ, ମୁଁ ବ୍ୟକ୍ତିଗତ ଭାବରେ ଇସ୍କନକୁ ଘୃଣା କରୁଛି ଏବଂ ଇସ୍କନ ବିରୁଦ୍ଧରେ ଯାହା କରିବାକୁ ପଡିବ ତାକୁ ଆଗାମୀ ଦିନରେ ଆମେ ହିନ୍ଦୁ ୟୁନାଇଟେଡ କରିବୁ। ଆମର ପରମ୍ପରା ଅନୁସାରେ ପ୍ରଭୁ ଜଗନ୍ନାଥଙ୍କର ଯୋଉ ରଥଯାତ୍ରା ତାର ନୀତି ନିୟମ ନିର୍ଦ୍ଧାରିତ ସମୟରେ ହବ ସେଟା ଅଛି। କିନ୍ତୁ ଏବେ ଏଇ ଯୋଉ ଅବେଳା ଅଦିନିଆ ରଥଯାତ୍ରା ଯୋଉଟା ହଉଛି ଏଟା ବିଶ୍ୱ ପ୍ରତି ପାପ, ବିଶ୍ୱ ପ୍ରତି ଅବମାନନା, ବିଶ୍ୱ ସ୍ପେସିଫିକ ଭାରତୀୟ ସଂସ୍କୃତି ଭାରତୀୟ ପରମ୍ପରା ପ୍ରତି ଅବମାନନା। ତେଣୁ ମୋ ମତରେ ଇସ୍କନକୁ ଭାରତ ବର୍ଷରେ ପ୍ରଶ୍ରୟ ଦେବା ଉଚିତ ନୁହଁ।